ପ୍ରବନ୍ଧ ନୈତିକ ଋଣ ପ୍ରାବନ୍ଧିକ ରତ୍ନାକର ପତି। ମାନବ ଜୀବନର ବିକାଶ ନିମନ୍ତେ ନାନା ପ୍ରକାର ସାହାଯ୍ୟ ଆବଶ୍ୟକ ହୋଇଥାଏ। ସମ୍ପୂର୍ଣ୍ଣ ରୂପେ ଆତ୍ମନିର୍ଭର ହୋଇ କୌଣସି ବ୍ୟକ୍ତି ଆତ୍ମୋତ୍କର୍ଷ ସାଧନା କରିପାରି ନାହିଁ। ମାନବ ଶିଶୁ ଭୂମିଷ୍ଠ ହେଲା ମାତ୍ରକେ ସାହାଯ୍ୟ ଲୋଡ଼େ। ଏହି ସାହାଯ୍ୟ ସେତେବେଳେ କେବଳ ପିତାମାତା ଏବଂ ଆତ୍ମୀୟ ସ୍ୱଜନମାନଙ୍କ ଉପରେ ନ୍ୟସ୍ତ ଥାଏ। କ୍ରମେ ବର୍ଦ୍ଧିତ ହୋଇ ଯେତେବେଳେ ସେ ସମାଜର ସମ୍ମୁଖରେ ଦଣ୍ଡାୟମାନ ହୁଏ, ସେତେବେଳେ ତାହାର ବିକାଶ କେବଳ ନିଜର ପରିବାର ଉପରେ ନୁହେଁ, ସମାଜର ଅନ୍ୟାନ୍ୟ ବ୍ୟକ୍ତିମାନଙ୍କ ଉପରେ ମଧ୍ୟ ନିର୍ଭର କରେ। ଶୈଶବାବସ୍ଥାରୁ ଆରମ୍ଭ କରି ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ପ୍ରାୟ ସକଳ ଅବସ୍ଥାରେ ସେ ପଦେ ପଦେ ଅଜ୍ଞାନ ବା ସଜ୍ଞାନ ଭାବରେ ସମାଜସ୍ଥ ବ୍ୟକ୍ତି ବା ଅନୁଷ୍ଠାନମାନଙ୍କ ସାହାଯ୍ୟରେ ଆତ୍ମଜନିତ ଦିଗରେ ପ୍ରଭାବିତ ହେବାକୁ ଲାଗେ। ଶୈଶବାସ୍ଥାର ମାତୃସ୍ତନ୍ୟ ତ୍ୟାଗ କରି ସେ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କ ସମ୍ପର୍କରେ ଆସିଲା ମାତ୍ରକେ ସମାଜର କ୍ରୋଡ଼ରେ ତାହାର ଲାଳନ ପାଳନ ସୂତ୍ରପାତ ହୁଏ। ସମାଜ ସହିତ ତାର ପ୍ରକୃତ ସମ୍ବନ୍ଧ ସ୍ଥାପିତ ହୁଏ। ସେ ପ୍ରଥମେ ଜନ୍ମ ମନ୍ଦିରରେ ପିତାମାତାଙ୍କ ଆଶ୍ରୟରେ ଥିଲା, ବର୍ତ୍ତମାନ ସମାଜର ଆଶ୍ରୟ ନେଇ ବିବିଧ ସମ୍ବନ୍ଧର ଅଧୀନ ହେବାକୁ ଲାଗିଲା। ଜୀବନର କ୍ରମବିକାଶ ସଙ୍ଗେ ସଙ୍ଗେ ତାହାର ଅଭାବ ଅନୁଭବ କରିବାର ଶକ୍ତି ମଧ୍ୟ ସ୍ୱତଃ ବିକଶିତ ହେବାକୁ ଲାଗେ। ତେଣୁ ତାହାର ଅଭାବ ପୂରଣ କରିବାର ପ୍ରବୃତ୍ତି ବହୁ ପରିମାଣରେ ବର୍ଦ୍ଧିତ ହୁଏ। ଫଳତଃ ସେ କେତେବେଳେ ବ୍ୟକ୍ତିବିଶେଷଠାରୁ କେତେବେଳେ ଅବା ଅନୁଷ୍ଠାନମାନଙ୍କରୁ ସାହାଯ୍ୟ ଗ୍ରହଣ କରି ଶୌର୍ଯ୍ୟ ବୀର୍ଯ୍ୟ ଓ ପ୍ରତିଷ୍ଠା ଅର୍ଜନ କରେ। ଅନେକ ସମୟରେ ବ୍ୟକ୍ତିଗତ ଜୀବନ ଏହିସବୁ ସାହାଯ୍ୟ ଗ୍ରହଣ କଲାବେଳେ ତତ୍ପରିବର୍ତ୍ତରେ ପ୍ରତିସାହାଯ୍ୟ ହୋଇଥାଏ। ଉଦାହରଣ ସ୍ୱରୂପ ଭୃତ୍ୟ ପ୍ରଭୁଙ୍କଠାରୁ ଅନ୍ନ ବସ୍ତ୍ର ଓ ଅର୍ଥ ସାହାଯ୍ୟ ପାଇବା ସଙ୍ଗେ ସଙ୍ଗେ ନିଜର ଯାବତୀୟ ଶକ୍ତି ପ୍ରୟୋଗ କରି ସେବା ଦାନ କରିଥାଏ। ଏହି ପ୍ରକାରେ କେତେଗୁଡ଼ିଏ ସାହାଯ୍ୟ ପ୍ରତିସାହାଯ୍ୟ ଆକାରରେ ପରିଶୋଧିତ ହୋଇଥାଏ। ଯେଉଁ ସାହାଯ୍ୟଗୁଡ଼ିକ ଏହିପରି ପରିଶୋଧିତ ହୁଏ, ସେଗୁଡ଼ିକୁ ଋଣ ଆଖ୍ୟା ଦିଆଯାଏ ନାହିଁ। ମାତ୍ର ଜଗତରେ ଏପରି କେତେଗୁଡ଼ିଏ ସାହାଯ୍ୟ ଅଛି ଯେଉଁଗୁଡ଼ିକ ପ୍ରକୃତରେ ଋଣ ଆଖ୍ୟା ପାଇପାରେ। ଏଗୁଡ଼ିକର ଉଦାହରଣ ପାଇଁ ବେଶୀ ଭାବିବାକୁ ହେବ ନାହିଁ, କାରଣ ଏଗୁଡ଼ିକ ଅନେକଙ୍କ ଜୀବନରେ ନ୍ୟୁନାଧିକ ପରିମାଣରେ ପରିଲକ୍ଷିତ ହୁଏ। କୌଣସି ବ୍ୟକ୍ତି ଅର୍ଥାଭାବରେ ପଡ଼ିଲେ ସେ ସମାଜ ଧନାଢ଼୍ୟ ବ୍ୟକ୍ତିମାନଙ୍କଠାରୁ ଋଣ ଗ୍ରହଣ କରି ତତ୍ପରିବର୍ତ୍ତରେ ତମସୁକ କାବଲା ପ୍ରଭୃତି ଋଣପତ୍ର ଲେଖିଦେଇ ପାରନ୍ତି। ମାତ୍ର ସମାଜରେ ଏପରି କେତେକ ବ୍ୟକ୍ତି ଦେଖାଯାନ୍ତି, ଯେଉଁମାନେ ସମାଜସ୍ଥ ଅନ୍ୟ ବ୍ୟକ୍ତିମାନଙ୍କଠାରୁ ସାହାଯ୍ୟ ଭିକ୍ଷା କରିଥାନ୍ତି ଓ ଏହି ସାହାଯ୍ୟ ଗ୍ରହଣ କଲାବେଳେ ସେମାନେ ଉଲ୍ଲିଖିତ ପ୍ରକାରେ କୌଣସି ଋଣପତ୍ର ବା ପରିଶୋଧର ଅନ୍ୟ କୌଣସି ଉପାୟ ସାହାଯ୍ୟଦାତାଙ୍କଠାରେ ରଖନ୍ତି ନାହିଁ। ଏହି ପ୍ରକାର ସାହାଯ୍ୟ ସମାଜରେ ଦାନ ନାମରେ ଅଭିହିତ ହୋଇଥାଏ। ଏହା ଋଣ ବୋଲି କଥିତ ହୁଏ ନାହିଁ, ମାତ୍ର ଆମ୍ଭମାନଙ୍କ ମତରେ ଏହା ଏକ ପ୍ରକାରର ଋଣ। ପୂର୍ବୋକ୍ତ ଋଣ ରାଜଶକ୍ତିର ଅନୁମୋଦିତ ପ୍ରମାଣପତ୍ର ଉପରେ ନିର୍ଭର କରୁଥିବାରୁ ଆମ୍ଭେମାନେ ତାହାକୁ ରାଜନୈତିକ ଋଣ ଓ ଶେଷୋକ୍ତ ଋଣ ଉକ୍ତ ପ୍ରମାଣପତ୍ର ପ୍ରଭୃତିର ସାହାଯ୍ୟ ନ ନେଇ କେବଳ ନୈତିକ ଭିତ୍ତିରେ ପ୍ରତିଷ୍ଠିତ ହୋଇଥିବାରୁ ଏହାକୁ ନୈତିକ ଋଣ ବୋଲି ଆଖ୍ୟା ଦେଉଅଛୁ। ଏହି ନୈତିକ ଋଣର ଆଲୋଚନା ଏହି ପ୍ରବନ୍ଧର ଉଦ୍ଦେଶ୍ୟ। ଆଗରୁ କହିଅଛୁ, ରାଜନୈତିକ ଋଣରେ ଋଣଦାତା ଋଣକର୍ତ୍ତାଙ୍କଠାରୁ ରାଜଶକ୍ତିର ଅନୁମୋଦିତ କାଗଜପତ୍ର ପ୍ରଭୃତି ଗ୍ରହଣ କରିଥାନ୍ତି। ଫଳତଃ ଋଣକର୍ତ୍ତା ଋଣଦାତାଙ୍କ ନିକଟରେ ଆବଦ୍ଧ ରହିଥାନ୍ତି। ଏପରି ସ୍ଥଳେ ଦାତା ଗ୍ରହୀତାଙ୍କଠାରୁ ଏତିକି ଆଶା କରନ୍ତି ଯେ ସେ କିପରି ବିଧିମତେ ନିର୍ଦ୍ଦିଷ୍ଟ ସମୟରେ ତାଙ୍କର ଋଣ ପରିଶୋଧ କରିଦେବେ। ଯଦି ଯଥା ସମୟରେ ପରିଶୋଧ ନ ହୁଏ, ତାହାହେଲେ ବିଚାରାଳୟରେ ଆଶ୍ରୟ ନେବାକୁ ହୁଏ। ଏହିପରି ରାଜନୈତିକ ଋଣର ଦାନ ଓ ତାହାର ଗ୍ରହଣରେ ଦାତା ଓ ଗ୍ରହୀତା ଉଭୟଙ୍କ ସ୍ୱାର୍ଥ ମଧ୍ୟରେ ଗୋଟିଏ କାରବାର ଚାଲେ। ଏ କାରବାରଟି କେବଳ ଦେ-ନେ କାରବାର ଛଡ଼ା ଅନ୍ୟ କିଛି ନୁହେଁ। ଗ୍ରହୀତା ଋଣ ପରିଶୋଧ କରିଦେଲା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ତୁଟିଯାଏ। ଯଦି ବା କିଛି ସମ୍ପର୍କ ରହେ, ତାହା କେବଳ ଭବିଷ୍ୟତ୍ ସ୍ୱାର୍ଥ ସାଧନା ଉଦ୍ଦେଶ୍ୟରେ। ଏହି କାରବାରରେ ଦୁହିଁଙ୍କ ମଧ୍ୟରେ ବିଶ୍ୱାସ କେବଳ ପରସ୍ପରର ସ୍ୱାର୍ଥ ଉଦ୍ଦେଶ୍ୟରେ ସ୍ଥାପିତ ହୋଇଥାଏ। ଋଣଦାତା ଋଣକର୍ତ୍ତାଙ୍କଠାରୁ ନିଜର ପ୍ରାପ୍ୟ ପାଇଗଲେ ସେ ତାଙ୍କଠାରୁ ଅନ୍ୟ କୌଣସି କାର୍ଯ୍ୟ ଆଶା କରନ୍ତି ନାହିଁ ବା କରିବା ଉଚିତ ମଧ୍ୟ ନୁହେଁ।
ମାତ୍ର ନୈତିକ ଋଣ ରାଜନୈତିକ ଋଣଠାରୁ ସମ୍ପୂର୍ଣ୍ଣ ପୃଥକ୍। ଏଥିରେ ଋଣଦାତା ଓ ଋଣକର୍ତ୍ତାଙ୍କ ମଧ୍ୟରେ ପୂର୍ବବର୍ତ୍ତୀ କୌଣସି ବନ୍ଧନ ନଥାଏ। ବିଚାରାଳୟରେ ଅନୁମୋଦିତ କୌଣସି କାଗଜପତ୍ରର କାରବାର ହୁଏ ନାହିଁ। ଏ ସ୍ଥଳରେ ସମାଜରେ ଏକ ବ୍ୟକ୍ତି ଅନ୍ୟଠାରୁ ଅର୍ଥ ବା ଅନ୍ୟ କୌଣସି ସାହାଯ୍ୟ ଗ୍ରହଣ କରନ୍ତି ଏବଂ ଦାତା ଗ୍ରାହୀତାଙ୍କଠାରୁ ପୂର୍ବବର୍ତ୍ତୀ ପରିଶୋଧର ଆଶା ରଖନ୍ତି ନାହିଁ। ସମାଜର କୌଣସି ବ୍ୟକ୍ତି ଦୁସ୍ଥ ବା ନିଃସହାୟ ହୋଇଥିଲେ ତାହାକୁ ସାହାଯ୍ୟ କରିବା ବିଧେୟ। ଏହି ନୀତିରେ ଚାଳିତ ହୋଇ ସେ ସାହାଯ୍ୟ ଦାନ କରନ୍ତି। ଦାତା ପରିଶୋଧ ଚାହାନ୍ତି ନାହିଁ କି ଗ୍ରାହୀତା ପରିଶୋଧ କରନ୍ତି ନାହିଁ। ରାଜନୈତିକ ଋଣରେ ଋଣକର୍ତ୍ତାଙ୍କ ଉପରେ ପରିଶୋଧ ନିମନ୍ତେ ଯେପରି ଦାୟିତ୍ୱ ନ୍ୟସ୍ତ ଥାଏ, ଏହି ନୈତିକ ଋଣରେ ସେହିପରି କୌଣସି ଦାୟିତ୍ୱ ନଥାଏ। ସୁତରାଂ ଉଭୟେ ସ୍ୱାଧୀନ ଥିଲାପରି ବୋଧ ହୁଏ। ଏହି ଭାବରେ ସାହାଯ୍ୟ ଗ୍ରହଣ କରି କେହି କେହି ସମାଜରେ ନିଜ ନିଜର ପନ୍ଥା ଅବଲମ୍ବନ ପୂର୍ବକ ଆତ୍ମକର୍ଷ ସାଧନ କରନ୍ତି ଏବଂ ଯେତେବେଳେ ଦେଖନ୍ତି ଯେ ସେମାନେ ଅନ୍ୟ କାହାରି ଉପରେ ନିର୍ଭର ନ କରି ସ୍ୱାଧୀନ ଭାବରେ ଜୀବନଯାତ୍ରା ନିର୍ବାହ କରିପାରିବେ, ସେତେବେଳେ ସେମାନେ ସମାଜରୁ ପାଇଥିବା ସାହାଯ୍ୟ ବିଷୟ ଆଦୌ ଭାବନ୍ତି ନାହିଁ। ସେମାନେ ସମସ୍ତେ ଭୁଲି କେବଳ ସ୍ୱାର୍ଥାନ୍ଧ ହୋଇ ପଡ଼ନ୍ତି ଏବଂ ଅପରକୁ ସାହାଯ୍ୟ କରିବା ଦୂରେ ଥାଉ ବରଂ ତାର ସର୍ବସ୍ୱ ହରଣ କରିବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇପାରନ୍ତି। ସେମାନେ ସ୍ୱପ୍ନରେ ସୁଦ୍ଧା ଭାବନ୍ତି ନାହିଁ ସେମାନେ ସମାଜର ଯେଉଁ ସାହାଯ୍ୟ ଓ ସହାନୁଭୂତି ବଳରେ ଶକ୍ତିଶାଳୀ ହୋଇଛନ୍ତି, ସେ ସାହାଯ୍ୟ ଓ ସହାନୁଭୂତି ଅତର୍କିତ ଭାବରେ ଋଣ ରୂପେ ସେମାନଙ୍କ ଉପରେ ନ୍ୟସ୍ତ ହୋଇଅଛି। ସେମାନେ ରାଜନୈତିକ ଭାବରେ ଋଣୀ ନ ହେଲେ ମଧ୍ୟ ନୈତିକ ଭାବରେ ତଦପେକ୍ଷା ଅଧିକତର ଋଣୀ। ସେମାନଙ୍କର ସମସ୍ତ ଉତ୍କର୍ଷ ମୂଳରେ ଏହି ନୈତିକ ଋଣ ପ୍ରଚ୍ଛନ୍ନ ଭାବରେ ବିଦ୍ୟମାନ ରହିଅଛି। ଏହାର ପରିଶୋଧ ସକାଶେ କୌଣସି ରାଜନୈତିକ ଉପାୟ ନାହିଁ, କାବେଲା ତମସୁକ ପ୍ରଭୃତି କୌଣସି ସ୍ୱୀକାରପତ୍ର ଯୁକ୍ତି ନାହିଁ। ଅଛି କେବଳ ବିବେକ, କେବଳ ବିଚାରଶକ୍ତି। ଏହି ବିବେକ, ଏହି ବିଚାରଶକ୍ତି ଉଲ୍ଲିଖିତ ବନ୍ଧନଗୁଡ଼ିକ ଅପେକ୍ଷା ଅଧିକ ପରିମାଣରେ ଋଣୀତ୍ୱ ଅବରୋଧକ। ଏହି ଋଣ ପରିଶୋଧିତ ନ ହେବା ଯାଏ ମାନବ ସମସ୍ତ ଉତ୍କର୍ଷ ଓ ସମସ୍ତ ସ୍ୱାବଲମ୍ବନଶୀଳତା ସତ୍ତ୍ୱେ ସାରା ଜୀବନ ଋଣୀ। ଏହି ନୈତିକ ଋଣର ଅଧୀନ। ସେଥିପାଇଁ ତାର ଏହି ଋଣ ପରିଶୋଧର ପନ୍ଥା ଅବଲମ୍ବନ କରିବା ବିଧେୟ। ତେବେ ଏହି ପନ୍ଥା କ'ଣ? କି ଉପାୟ ଅବଲମ୍ବନ କଲେ ମାନବ ଏହି ନୈତିକ ଋଣରୁ ମୁକ୍ତ ହେବ, ଏହି ବିଷୟରେ ଆଲୋଚନା କରାଯାଉ। ଏହି ଋଣର ପରିଶୋଧ ସ୍ୱାର୍ଥ ସିଦ୍ଧିରେ ନାହିଁ, କେବଳ ନିଜର ସୁଖ ସମୃଦ୍ଧି ସନ୍ଧାନରେ ନାହିଁ, ଅଛି କେବଳ ସମାଜର ମଙ୍ଗଳ ସାଧନ କରିବାରେ। ସମାଜର ଦାନର ଫଳ କେବଳ ଗୋଟିଏ ବ୍ୟକ୍ତିଠାରେ ସୀମାବଦ୍ଧ ରହିବା କଥା ନୁହେଁ। ଏହା ବ୍ୟକ୍ତିରୁ ବ୍ୟକ୍ତିଠାରୁ ପର୍ଯ୍ୟାୟକ୍ରମେ ନୀତ ହୋଇଥାଏ। ସର୍ବଶେଷରେ ସେହି ସମାଜକୁ ହିଁ ଫେରିଆସେ। ସମାଜରେ ବ୍ୟକ୍ତି ପ୍ରତି ବ୍ୟକ୍ତିର ସାହାଯ୍ୟ ଦାନର ଉଦ୍ଦେଶ୍ୟ କ'ଣ? ଏହା ଗୋଟିଏ ବ୍ୟକ୍ତିର ସୁଖ ସମ୍ପାଦନ, ଗୋଟିଏ ବ୍ୟକ୍ତିର ଧନ ସମ୍ପଦର ଅଭିବୃଦ୍ଧି ନୁହେଁ। ଏହା କେବଳ ବ୍ୟକ୍ତି ବିଶେଷର ମଙ୍ଗଳ ମଧ୍ୟ ଦେଇ ସମାଜସ୍ଥ ଅନ୍ୟାନ୍ୟ ବ୍ୟକ୍ତିଙ୍କ ମଙ୍ଗଳ ସାଧନ। ଦରିଦ୍ର ଓ ନିଃସହାୟ ଲୋକଙ୍କୁ ସାହାଯ୍ୟ ଦାନ କରାଯାଏ ତାକୁ ସୁଖୀ କରିବାକୁ। ମାତ୍ର ସେ ସୁଖୀ ହୋଇଗଲେ ତାହାର କର୍ତ୍ତବ୍ୟ କ'ଣ? ତାହାର କର୍ତ୍ତବ୍ୟ କେବଳ ନିଜର ଧନସମ୍ପତ୍ତି ବୃଦ୍ଧି ନୁହେଁ, ଅନ୍ୟାନ୍ୟ ବ୍ୟକ୍ତିଙ୍କର ସର୍ବସ୍ୱ ହରଣ ନୁହେଁ କି ନିଜର ସ୍ୱାର୍ଥଧନ୍ଦା ବଶତଃ ସମାଜ ପ୍ରତି ଉଦାସୀନତା ପ୍ରଦର୍ଶନ ନୁହେଁ। ତାହାର ମନେ ରଖିବା ଉଚିତ ଯେ ସେ ସମାଜରେ ଯେଉଁ ସବୁ ସାହାଯ୍ୟ ନେଇ ନିଜେ ପ୍ରତିଷ୍ଠିତ ହୋଇଅଛି, ସେଥିପାଇଁ ସେ ସମାଜରେ ଋଣୀ। ସେ ଋଣର ପରିଶୋଧ ନିମନ୍ତେ ସମାଜର ଅନ୍ୟାନ୍ୟ ବ୍ୟକ୍ତିଙ୍କ ସକାଶେ ତାକୁ ନାନା ପ୍ରକାର ଯତ୍ନ କରିବାକୁ ହେବ। ଅବଶ୍ୟ କେହି କହୁନାହିଁ ଯେ ସେ ନିଜ ଶକ୍ତିର ଅତୀତ କୌଣସି କାର୍ଯ୍ୟ କରିବ। ସେ ସମାଜର ସାହାଯ୍ୟ ଫଳରେ ଯେତିକି ଶକ୍ତି ସାମର୍ଥ୍ୟ ଅର୍ଜନ କରିଅଛି, ସେହି ଶକ୍ତି ଅନୁଯାୟୀ ସମାଜର ବ୍ୟକ୍ତିମାନଙ୍କର ମଙ୍ଗଳ ସାଧନା କରିବା ତାହାର ବିଧେୟ। ତାହାର ଋଣ ପରିଶୋଧ ରାଜନୈତିକ ବିଧିରେ ହୋଇପାରିବ ନାହିଁ, କାରଣ ରାଜନୈତିକ ଋଣର ପରିଶୋଧ ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ସମୟ ଥାଏ। ତେଣୁ ଯଥାକାଳରେ ତାହାର ପରିଶୋଧ ହୋଇଗଲେ ଋଣଗ୍ରସ୍ତ ମୁକ୍ତ ହୁଏ। ମାତ୍ର ନୈତିକ ଋଣର ପରିଶୋଧ ଋଣକର୍ତ୍ତାର ଶକ୍ତି ସାମର୍ଥ୍ୟ ବୃଦ୍ଧି ସଙ୍ଗେ ସଙ୍ଗେ ଅଧିକତର ଭାବରେ ଚାଲିବା ବିଧେୟ। ରାଜନୈତିକ ଋଣର ପରିଶୋଧ ଗୃହୀତ ପଦାର୍ଥ ଉପରେ ନିର୍ଭର କରେ।
ତେଣୁ ତାହା ଅଳ୍ପ ସମୟ ମଧ୍ୟରେ ସମ୍ପାଦିତ ହୋଇପାରେ। ମାତ୍ର ନୈତିକ ଋଣ ସାହାଯ୍ୟଦାତାର ଭାବ ସ୍ପିରିଟ୍ ଉପରେ ନିର୍ଭର କରେ। ରାଜନୈତିକ ଋଣରେ ପଦାର୍ଥ ନେଇ ପଦାର୍ଥ ଦେବାକୁ ହୁଏ, ମାତ୍ର ନୈତିକ ଋଣର ପରିଶୋଧ କରିବାକୁ ହେଲେ ସ୍ପିରିଟ୍ ବଦଳରେ ଭାବ ଦେବାକୁ ହୁଏ। ଅର୍ଥାତ୍ ସାହାଯ୍ୟଦାତା ଯେଉଁ ଭାବରେ ପରିଣତ ହୋଇ ସାହାଯ୍ୟଦାନ କରିଥାନ୍ତି, ତଦନୁରୂପ ଭାବରେ ପ୍ରଣୋଦିତ ହୋଇ ଅନ୍ୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିବାକୁ ହୁଏ ଓ ସହାନୁଭୂତି ଦେଖାଇବାକୁ ହୁଏ। ଗୋଟିକରେ ଋଣକର୍ତ୍ତାଙ୍କର ଦୃଷ୍ଟି ଋଣଦାତାଙ୍କ ଆଡ଼େ ରହିଲେ ଅନ୍ୟଟିରେ ତାହା ଅନ୍ୟାନ୍ୟ ଦୂରବସ୍ଥ ବ୍ୟକ୍ତିଙ୍କ ଉପରେ ପଡ଼ିଥାଏ। ଉଦାହରଣତଃ ଧରାଯାଉ କ ଖ ଠାରୁ କିଛି ଟଙ୍କା କରଜ କରିଅଛି। ସେ ତାହା ପରିଶୋଧ କଲାବେଳେ କେବଳ ଖ ପାଖକୁ ହିଁ ଯିବ। ମାତ୍ର ଯଦି କ ଗ ଠାରୁ ତାହାର ଉନ୍ନତ ବିଧାନ ନିମିତ୍ତ କିଛି ଅର୍ଥ ସାହାଯ୍ୟ ନେଇଥାଏ, ତାହେଲେ ତାକୁ ଗ ନିକଟରେ ପରିଶୋଧ କରିବାକୁ ହୁଏ ନାହିଁ। ତାହା ପରିଶୋଧ ହେଲେ ତାକୁ ସମାଜର ଅନ୍ୟାନ୍ୟ ବ୍ୟକ୍ତି ସାହାଯ୍ୟ କରିବାକୁ ହେବ ଏବଂ ଯଦି ପାରେ ତଦପେକ୍ଷା ତାକୁ ବେଶୀ ସାହାଯ୍ୟ କରିବାକୁ ହେବ। ଏ ପର୍ଯ୍ୟନ୍ତ ନୈତିକ ଋଣର ପରିଶୋଧ ପନ୍ଥା କିଞ୍ଚିତ୍ ପରିମାଣରେ ପ୍ରଦର୍ଶିତ ହେଲା, କିନ୍ତୁ ଏହାର ବିରୁଦ୍ଧରେ କେତେ ଯୁକ୍ତି ଉଠିପାରେ। ବର୍ତ୍ତମାନ ସେମାନଙ୍କ ମଧ୍ୟରୁ କେତେକ ପରୀକ୍ଷା କରି ପ୍ରବନ୍ଧର ଉପସଂହାର କରିବୁ। ପ୍ରଥମତଃ କେହି କେହି କହିପାରନ୍ତି, ଦାନ ମାତ୍ରକେ ନୈତିକ ଋଣ ଆଖ୍ୟା ପାଇ ନପାରେ, କାରଣ କେତେକ ବ୍ୟକ୍ତି ଦାନ କଲାବେଳେ ନିଜ ନିଜର ଖ୍ୟାତି ବା ନାମ ପ୍ରତି ଲକ୍ଷ୍ୟ ରଖିଥାନ୍ତି। ଏପରି ଦାନ କରିବା ଦ୍ୱାରା ଲୋକେ ପ୍ରଶଂସା କରିବେ, ଏହି ଭାବରେ ଚାଳିତ ହୋଇ ସେମାନେ ଅପରକୁ ସାହାଯ୍ୟ କରନ୍ତି। ସୁତରାଂ ସେମାନଙ୍କ ଦାନରେ ପ୍ରତିଦାନ ଏ ପ୍ରଶଂସା ବା ଖ୍ୟାତି ଆକାରରେ ପାଇବାର ଥିବାରୁ ଋଣ କି ପରିଶୋଧ କାହାରି ସ୍ଥାନ ରହେ ନାହିଁ। ପୁଣି କେତେକ ଧର୍ମପ୍ରାଣ ବ୍ୟକ୍ତି ପରକୁ ସାହାଯ୍ୟ କଲେ ପୁନର୍ଜନ୍ମ ଅର୍ଜନ କରିବେ, ଏହି କାମନାରେ ଲୋକଙ୍କୁ ଅକାତରରେ ସାହାଯ୍ୟ କରିଯାଆନ୍ତି ଓ ଯେଉଁ ବ୍ୟକ୍ତି ସାହାଯ୍ୟ ଗ୍ରହଣ କରେ ସେ କୃତଜ୍ଞ ରହି ସେମାନଙ୍କ ପ୍ରତି ଭକ୍ତି ଓ ସମ୍ମାନ ପ୍ରଦର୍ଶନ କଲେ ସେମାନେ ଆତ୍ମତୃପ୍ତି ଲାଭ କରିପାରିବେ। ଏହି ଉଦ୍ଦେଶ୍ୟରେ ସାହାଯ୍ୟ ଦାନ କରିଥାନ୍ତି। ଏହି ପ୍ରକାରେ କୌଣସି ସ୍ୱାର୍ଥ ସିଦ୍ଧି ପାଇଁ ଲୋକେ ଦାନ କରିଥାନ୍ତି ବୋଲି ସାହାଯ୍ୟ ଗ୍ରହଣକାରୀ ନୈତିକ ଭାବରେ ଋଣୀ ହୋଇ ନପାରେ। ଏହି ତିନି ଉଦ୍ଦେଶ୍ୟ ପ୍ରଦତ୍ତ ସାହାଯ୍ୟ କେବଳ ଦେ ନେ କରିବାର ପର୍ଯ୍ୟବେସିତ ହୋଇଥାଏ। ମାତ୍ର ଏହାର ଉତ୍ତରରେ ଆମ୍ଭେମାନେ କହିପାରୁ ଯେ ଉଦ୍ଦେଶ୍ୟ ବ୍ୟତିରେକେ କେହି କୌଣସି କାର୍ଯ୍ୟ କରେ ନାହିଁ। ଉଦ୍ଦେଶ୍ୟହୀନ କର୍ମ କର୍ମ ନୁହେଁ। ତେଣୁ ଉଦ୍ଦେଶ୍ୟହୀନ ଦାନ ଦାନ ନାମରେ ଅଭିହିତ ହୋଇ ନପାରେ। ଏହି ଦାନ ହୁଏତ ଦାତାର ସ୍ୱାର୍ଥ ସିଦ୍ଧି ଉଦ୍ଦେଶ୍ୟରେ ନଚେତ୍ ଅପରର ହିତସାଧକ ଉଦ୍ଦେଶ୍ୟରେ ପ୍ରଦତ୍ତ ହୋଇଥାଏ। ଯଦି ଦାତା କେବଳ ନିଜର ଖ୍ୟାତି ପୁଣ୍ୟ ବା ସମ୍ମାନ ଉଦ୍ଦେଶ୍ୟରେ ଅପରକୁ ସାହାଯ୍ୟ କରନ୍ତି, ତାହେଲେ ତାଙ୍କର ଏହି ସାହାଯ୍ୟକୁ ଆମ୍ଭେମାନେ ନୈତିକ ଋଣ କହି ନପାରୁ। ମାତ୍ର ସେଥିପାଇଁ ସାହାଯ୍ୟ ଗ୍ରହଣକାରୀର ଭାବିବା ଉଚିତ ନୁହେଁ ଯେ ସେ ଏକାବେଳେ ଋଣରୁ ମୁକ୍ତ, କାରଣ ସାହାଯ୍ୟଗ୍ରାହୀତା ତାଙ୍କର ଉଦ୍ଦେଶ୍ୟ ଅନୁଯାୟୀ କାର୍ଯ୍ୟ ନ କଲେ ଯେଉଁ ଲୋକ ଖ୍ୟାତି ଉଦ୍ଦେଶ୍ୟରେ ସାହାଯ୍ୟ ଦାନ କରିଥାନ୍ତି, ସେ କେବେ ହିଁ ଖ୍ୟାତି ଉପାର୍ଜନ କରିପାରିବେ ନାହିଁ। ଯଦି ସାହାଯ୍ୟ ଗ୍ରହଣକାରୀ ଦୁଷ୍ଟ ବା ଦୁରାଚାରରେ ପରିଣତ ହୁଅନ୍ତି, ତାହେଲେ ସାହାଯ୍ୟଦାତାଙ୍କ ଖ୍ୟାତି ପରିବର୍ତ୍ତରେ କେବଳ ନିନ୍ଦା ହିଁ ଫଳ ହେବ। ସୁତରାଂ ସାହାଯ୍ୟ ଗ୍ରହୀତା ସାହାଯ୍ୟଦାତାଙ୍କର ଯେପରି ଖ୍ୟାତି ପ୍ରତିଷ୍ଠିତ ହୁଏ, ସେଥିପାଇଁ ସର୍ବତୋଭାବରେ ଯତ୍ନ କରିବା ଉଚିତ, ନଚେତ୍ ସେ ଜଣେ ପ୍ରତାରକ ବୋଲି ବିବେଚିତ ହେବ। ଏ ତ ଗଲା ଖ୍ୟାତିଲିପ୍ସୁ ସାହାଯ୍ୟଦାତାଙ୍କ କଥା। ମାତ୍ର ଯେଉଁମାନେ ସମାଜର ଉନ୍ନତି ଓ ମଙ୍ଗଳ କାମନାରେ ପ୍ରାଣର ସମସ୍ତ ପସ୍ଫୁରଣ ସହିତ ଅପରକୁ ସାହାଯ୍ୟ ଦାନ କରନ୍ତି, ସେଥିସକାଶ ପ୍ରତ୍ୟେକ ସାହାଯ୍ୟପ୍ରାପ୍ତ ପ୍ରାଣୀ ଋଣୀ ଓ ସେମାନେ ଯେଉଁ ଭାବରେ ଜଗତକୁ ଦେଖନ୍ତୁ ସେହି ଋଣ ପରିଶୋଧ କରିବା ପାଇଁ ବାଧ୍ୟ। ସେହିପରି ଧର୍ମପ୍ରାଣ ଦାତାଙ୍କର କଥା। ଏମାନଙ୍କ ମଧ୍ୟରୁ ଅବଶ୍ୟ କେହି କେହି ଦୁଃଖ ଦୁର୍ଦ୍ଦଶାସ୍ଥ ବ୍ୟକ୍ତିମାନଙ୍କୁ ସାହାଯ୍ୟ କଲେ ପରକାଳରେ ନିଜେ ପୁଣ୍ୟବାନ ବୋଲି ବିବେଚିତ ହୋଇ ଉତ୍କୃଷ୍ଟ ଜୀବନଯାପନ କରିବେ, ଏହି ବିଶ୍ୱାସରେ ସାହାଯ୍ୟ ଦାନ କରିଥାନ୍ତି। ସେଥିପାଇଁ କେତେକ କହିପାରନ୍ତି, ସେମାନଙ୍କ ଉଦ୍ଦେଶ୍ୟ ମହତ୍, ଫଳ ଯାହା ହେଉ ପଛରେ ସେଥିପାଇଁ ସେମାନେ ଦାୟୀ ନୁହନ୍ତି। ସୁତରାଂ ସେମାନଙ୍କ ଦାନର କୁଫଳ ସତ୍ତ୍ୱେ ସେମାନେ ଅଭୀଷ୍ଟ ଫଳ ଲାଭ କରିପାରିବେ। ଅର୍ଥାତ୍ ଯେଉଁମାନେ ସେମାନଙ୍କଠାରୁ ସାହାଯ୍ୟ ଗ୍ରହଣ କରିଅଛନ୍ତି, ସେମାନେ ସ୍ୱାର୍ଥନ୍ୱେଷୀ ଓ ସମାଜ କଣ୍ଟକ ହେଲେ ସୁଦ୍ଧା ଏହି ପୁଣ୍ୟଲିପ୍ସୁ ଲୋକମାନଙ୍କର କିଛି ଯାଏ ଆସେ ନାହିଁ କି ସେମାନେ ଆଦୌ ସେମାନଙ୍କର ଦାନର କଥା ମନେ ରଖନ୍ତି ନାହିଁ। ଭଲ କଥା, ଯଦି କେହି ଏପରି ବିଶ୍ୱାସରେ ଦାନ କରିବାରେ ପ୍ରବୃତ୍ତି ହୋଇଥାନ୍ତା, ସେଇଥିପାଇଁ ସାହାଯ୍ୟ ପ୍ରାପ୍ତ ବ୍ୟକ୍ତିମାନେ ନୈତିକ ଭାବରେ ଋଣୀ ନ ହୋଇ ପାରନ୍ତି, କାରଣ ଦାନ ଏଠାରେ ଦାତାର ଆତ୍ମନୀତର ଗୋଟିଏ ଉପାୟ ମାତ୍ର ହୋଇଅଛି। ମାତ୍ର ଆମ୍ଭେମାନେ ଯେତେବେଳେ ନୈତିକ ଋଣ କଥା କହୁ, ସେତେବେଳେ ଏହି ବିଶ୍ୱାସପ୍ରବଣ ଧର୍ମପ୍ରାଣ ବ୍ୟକ୍ତିଙ୍କର କଥା କହୁନାହୁଁ,
ଯେଉଁମାନେ ସମାଜର ଉନ୍ନତି ବିଧାନ ନିମନ୍ତେ ସ୍ୱତନ୍ତ୍ର ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିଥାନ୍ତି। କେବଳ ସେହିମାନଙ୍କ ସାହାଯ୍ୟ ହିଁ ଆମ୍ଭମାନଙ୍କର ଆଲୋଚ୍ୟ ବିଷୟ। ସେହିମାନଙ୍କ ସାହାଯ୍ୟରେ ବଳିୟାନ ବ୍ୟକ୍ତିମାନେ ହିଁ ସମାଜର ନୈତିକ ଭାବରେ ଋଣ ଗ୍ରହଣ କରିଅଛନ୍ତି ବୋଲି କହିବାକୁ ହେଉଅଛି। ଧର୍ମପ୍ରାଣ ବ୍ୟକ୍ତି ମାତ୍ରକେ ମନୁଷ୍ୟ କାହିଁକି ବୃକ୍ଷଲତା ପ୍ରଭୃତି ମଧ୍ୟ ଉପକାର କରି ପୁଣ୍ୟ ଅର୍ଜନ କରିପାରିବେ ବୋଲି ବିଶ୍ୱାସ କରିଥାନ୍ତି। ଏପରିକି ସମୟ ସମୟରେ ଏହି ଧର୍ମପ୍ରାଣ ବ୍ୟକ୍ତିମାନେ ଋଷି ପ୍ରଭୃତିଙ୍କୁ ନିମନ୍ତ୍ରଣ କରି ଅକାତରେ ଧନ ବାଟି ଦେଇଥାନ୍ତି। ମାତ୍ର ଏମାନଙ୍କ ଛଡ଼ା ଯେଉଁମାନେ ସମାଜରେ ମଙ୍ଗଳର କାର୍ଯ୍ୟର ବିସ୍ତାରକୁ ମହାପୁଣ୍ୟ ବୋଲି ମନେକରି ନିଃସହାୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ ଦେଇ କୋଟିଏ କୋଟିଏ ଉପଯୁକ୍ତ ମନୁଷ୍ୟ କରିଥାନ୍ତି, ସେମାନଙ୍କଠାରେ ପ୍ରତ୍ୟେକ ସାହାଯ୍ୟ ପ୍ରାପ୍ତ ବ୍ୟକ୍ତି ଋଣୀ ନ ହୋଇ ରହିପାରିବେ ନାହିଁ। ଏପରି ସ୍ଥଳେ ଯଦି କେହି ସେମାନଙ୍କଠାରୁ ସାହାଯ୍ୟ ପାଇ ଉନ୍ନତି ହେଲା ପରେ ସମାଜର ଅମଙ୍ଗଳ ସାଧନ କରେ, ତାହେଲେ ସାହାଯ୍ୟଦାତାଙ୍କର ପୁଣ୍ୟ ସୁଦୂର ପରାହତ। କାରଣ ସେ ଭାବିଥାନ୍ତି ଯେ ଯେତେବେଳେ ସାହାଯ୍ୟପ୍ରାପ୍ତ ବ୍ୟକ୍ତିମାନେ ସମସ୍ତ ବିଚାର ଶକ୍ତି ପ୍ରୟୋଗପୂର୍ବକ ସମାଜର ହିତ ସାଧନ କରିବେ, ସମାଜ ଅନ୍ୟାନ୍ୟ ଦୁର୍ଦ୍ଦଶାଗ୍ରସ୍ତ ବ୍ୟକ୍ତିମାନଙ୍କ ଉଦ୍ଧାର କରି ନିଜ ନିଜ ପରି ଗୋଟିଏ ଗୋଟିଏ ମନୁଷ୍ୟ ପ୍ରସ୍ତୁତ କରିଦେବେ, ସେତେବେଳେ ସମାଜର ଏହି ସମୂହ ହିତ ରୂପରେ ତାଙ୍କର ପୁଣ୍ୟ ଉପଲବ୍ଧି ହେବ। ତାପରେ ଯେଉଁମାନେ କୃତଜ୍ଞତା ପାଇବା ଆଶାରେ ସାହାଯ୍ୟ ଦାନ କରିଥାନ୍ତି, ସେମାନେ ଯଦି କେବଳ ସାହାଯ୍ୟପ୍ରାପ୍ତ ବ୍ୟକ୍ତିଠାରୁ ତାହା ଲାଭ କରିପାରନ୍ତି, ତେବେ ଭଲ। ଏପରି ସ୍ଥଳେ ସାହାଯ୍ୟଦାତା ଗ୍ରହୀତାଠାରୁ ତାଙ୍କର ସାହାଯ୍ୟ ପରିବର୍ତ୍ତରେ ଉପକାର ସ୍ୱୀକାର ଗ୍ରହଣ କରି ତାଙ୍କ କୃତଜ୍ଞତା ପ୍ରାପ୍ତିର ଆଶା ଚରିତାର୍ଥ କରନ୍ତି। ମାତ୍ର ଯଦି ସାହାଯ୍ୟଦାତା ସାହାଯ୍ୟପ୍ରାପ୍ତ ବ୍ୟକ୍ତିଠାରୁ କେବଳ ବାଚନିକ କୃତଜ୍ଞତା ସ୍ୱୀକାର ଆଶା ନ କରି ସମାଜର ଉନ୍ନତି ବିଧାନ ନିମିତ୍ତ ଉପଯୁକ୍ତ କାର୍ଯ୍ୟକଳାପକୁ ପ୍ରକୃତ କୃତଜ୍ଞତା ସ୍ୱୀକାର ବୋଲି ମନେ କରିଥାନ୍ତି, ତାହେଲେ ସାହାଯ୍ୟ ଗ୍ରହୀତା ସ୍ୱାର୍ଥନ୍ଧ ହୋଇ ରହିବା ଉଚିତ ନୁହେଁ। କାରଣ ସମାଜର ଏହି ହିତକର କାର୍ଯ୍ୟ ସାଧନ ବ୍ୟତିରେକେ ସେ ଦାତାଙ୍କ ଉଦ୍ଦେଶ୍ୟ ଚରିତାର୍ଥ କରିପାରିବେ ନାହିଁ। ଏ ତ କଲା କୃତଜ୍ଞ ସ୍ୱୀକାର ବୋଲି ପଶୁ ସାହାଯ୍ୟଦାତାଙ୍କ କଥା। ମାତ୍ର ସମାଜରେ କ'ଣ ଏପରି ବ୍ୟକ୍ତି ନାହାନ୍ତି ଯେଉଁମାନେ କି କେବଳ ସମାଜର ଉନ୍ନତି କାମନାରେ ଅନ୍ୟକୁ ସାହାଯ୍ୟ କରନ୍ତି? ଉଲ୍ଲେଖିତ ଯୁକ୍ତିଗୁଡ଼ିକର ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ଯେପରିକି ସାହାଯ୍ୟଦାତାମାନେ ବ୍ୟକ୍ତିବିଶେଷଙ୍କଠାରୁ ସାହାଯ୍ୟ ଭିକ୍ଷା କଲାବେଳେ ସେମାନଙ୍କ ଦାନର ଅଭିପ୍ରାୟ ବୁଝି ପାରିଥାନ୍ତି। ଯଦି ସାହାଯ୍ୟଦାତା ଦାନ ସମୟରେ ତାଙ୍କର ଉଦ୍ଦେଶ୍ୟ ଗ୍ରହୀତାର ସମ୍ମୁଖରେ ପ୍ରଖ୍ୟାପନ କରିଥାନ୍ତି, ତାହେଲେ ତାଙ୍କର ଉଦ୍ଦେଶ୍ୟ ଅନୁଯାୟୀ ଗ୍ରହୀତାଙ୍କ କାର୍ଯ୍ୟରେ ଗତି ହେବା ଉଚିତ। ଯଦି ସାହାଯ୍ୟ ଗ୍ରହଣ ସମୟରେ ଗ୍ରହୀତା ଦାତାଙ୍କ ଅଭିପ୍ରାୟ କିଛି ବୁଝିନଥାନ୍ତି, ତା ବୁଝିବାକୁ କୌଣସି ଚେଷ୍ଟା କରିନଥାନ୍ତି, ତାହେଲେ ତାଙ୍କର ଏସବୁ ଯୁକ୍ତି ଆଣିବା ପରିବର୍ତ୍ତେ ବରଂ ସେ ଅଭିପ୍ରାୟ ଜାଣିବାକୁ ଚେଷ୍ଟା ନ କରି ନିଜର ବିବେକର ନିଜର କର୍ତ୍ତବ୍ୟ ସ୍ଥିର କରିନେବେ। ମାତ୍ର ଯଦି ସେମାନେ ଦାତାଙ୍କର ପ୍ରକୃତ ଅଭିପ୍ରାୟ ବୁଝି ନ ପାରି ନିଜର ସ୍ୱାର୍ଥ ସାଧନ ପିପାସ ଚରିତାର୍ଥ କରିବା ପାଇଁ ଏପରି ଯୁକ୍ତି ଦେଖାନ୍ତି, ତାହେଲେ ସେମାନଙ୍କ ଯୁକ୍ତିରେ ଭିତ୍ତି ନାହିଁ। ଦ୍ୱିତୀୟତଃ ଆଉ କେତେକ କହିପାରନ୍ତି, କର୍ମବାଧିକରସ୍ତେ ମା ଫଳେଷୁ କଦାଚନ। ଏହି ନୀତି ଅନୁସାରେ ସାହାଯ୍ୟଦାତା ଦାନ ସମୟରେ କାର୍ଯ୍ୟ ସାଧନ କରିଯିବା ଉଚିତ ଓ ସେଥିପାଇଁ କୌଣସି ଫଳର ପ୍ରତୀକ୍ଷା କରିବା ଅନୁଚିତ। ଅବଶ୍ୟ ସାହାଯ୍ୟଦାତାଙ୍କର ଏହା କରିବା ବିଧେୟ। ମାତ୍ର ଏଥିପାଇଁ କ'ଣ ସାହାଯ୍ୟପ୍ରାପ୍ତ ବ୍ୟକ୍ତି ଋଣମୁକ୍ତ? ତେବେ କ'ଣ ସଂସାରରେ କର୍ମ କଲାବେଳେ ମନୁଷ୍ୟ ଫଳାକାଂକ୍ଷୀ ହେବ ନାହିଁ? ଲୋକେ କ'ଣ ତାହେଲେ ନିର୍ଦ୍ଦିଷ୍ଟ ଭାବରେ ଯାହା ଯାହା କରିଯିବେ, ଏହା ହିଁ କ'ଣ ଗୀତାର ଏହି ଶ୍ଲୋକଟିର ଯଥାର୍ଥ ବ୍ୟାଖ୍ୟା? ନା, ଏହାର ପ୍ରକୃତ ଅର୍ଥ ହେଉଛି କର୍ମ କରିଯାଅ, ଫଳରେ ଲିପ୍ତ ହୁଅ ନାହିଁ। କର୍ମର ପନ୍ଥା ନିୟନ୍ତ୍ରିତ କରିବା ଉଦ୍ଦେଶ୍ୟରେ ଆଶ୍ରୟ ନେବା ଆମ୍ଭମାନଙ୍କର କର୍ତ୍ତବ୍ୟ। ମାତ୍ର ଏହି ଉଦ୍ଦେଶ୍ୟ ପଛରେ ପାଗଳ ପରି ଧାବମାନ ହୋଇ କର୍ମର ଅବହେଳା ପ୍ରଦର୍ଶନ କରିବା କୌଣସି ମତେ ସମୀଚୀନ ନୁହେଁ। ମନେକର ଜଣେ ଲୋକ କୌଣସି ଗୋଟିଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଇଚ୍ଛା କରିଅଛି। ଏହା ହିଁ ତା'ର ଉଦ୍ଦେଶ୍ୟ ହେଲା। ବର୍ତ୍ତମାନ ତା'ର ସମସ୍ତ କାର୍ଯ୍ୟ ସେହି ଉଦ୍ଦେଶ୍ୟରେ ସିଦ୍ଧି ନିମିତ୍ତ ପ୍ରସ୍ତୁତ ହେବା। ମାତ୍ର ଯଦି ସେ ପଠନ କାର୍ଯ୍ୟରେ ଅବହେଳା କରି କେବଳ ଉତ୍ତୀର୍ଣ୍ଣତାକୁ ମନରେ ଖୁସି ହୁଏ ବା ତାହା ଲାଭ କରିବା ସକାଶେ ସର୍ବଦା ବ୍ୟାକୁଳତା ପ୍ରକାଶ କରେ, ତାହେଲେ ତା'ର ଉଦ୍ଦେଶ୍ୟ ଚରିତାର୍ଥ ହୋଇପାରିବ ନାହିଁ। ଏହି କାରଣରୁ ତାହାକୁ କୁହାଯାଇଛି, କେବଳ ଫଳ ଲାଗି ବ୍ୟସ୍ତ ହୁଅ ନାହିଁ, କାର୍ଯ୍ୟ କରି ଯାଅ। ସେହିପରି ଯେଉଁ ବ୍ୟକ୍ତି ସାହାଯ୍ୟ ଦାନ କରେ ସେ ଯାହା ଚାହେଁ ବା ଯେଉଁ ଉଦ୍ଦେଶ୍ୟରେ ଦାନ କରେ, ସେ ଉଦ୍ଦେଶ୍ୟ ମନେ ରଖି ଦାନ କରିଥାଏ। ଯଦି ତଦନୁସାରେ କାର୍ଯ୍ୟ ନ ହେଲା, ସେତେବେଳେ ଦାୟୀ କିଏ? ଦାୟୀ ସେ ନୁହେଁ ଯେ ସାହାଯ୍ୟ ପ୍ରାପ୍ତ। କାରଣ ଏହାର ଉଦ୍ଦେଶ୍ୟ ଯେ ସିଦ୍ଧ ନ ହେଲା, ତାହା ତା ନିଜ ହେତୁରୁ ନ ନୁହେଁ,
ସାହାଯ୍ୟପ୍ରାପ୍ତ ବ୍ୟକ୍ତିର ହେତୁରୁ। ତେଣୁ ଦାନ ଯେପରି ଭାବରେ ହେଉ, ସାହାଯ୍ୟପ୍ରାପ୍ତ ବ୍ୟକ୍ତି ସେଥିଲାଗି ଋଣୀ ଓ ସେ ଋଣଦାତାଙ୍କୁ ପରିଶୋଧ କରିବାକୁ ହେବ। ତୃତୀୟତଃ, ଏପରି କେହି ଥାଇପାରେ ଯେ ନୈତିକ ଋଣରୁ ନିଷ୍କୃତି ଲଭିବା ପାଇଁ ଆଉ ଗୋଟିଏ ଅଦ୍ଭୁତ ଯୁକ୍ତି ଉତ୍ତୋଳନ କରିପାରେ। ସେ କହିପାରେ, ମୁଁ ବର୍ତ୍ତମାନ ବୁଝିପାରିଛି ଯେ ମୁଁ ବଡ଼ ଭୁଲ କରିଅଛି। କାହାରିଠାରୁ କିଛି ସାହାଯ୍ୟ ନେବା ଉଚିତ ନୁହେଁ। ମୁଁ ଏହା କରି ବର୍ତ୍ତମାନ ନିଜର ଭ୍ରମ ବୁଝିପାରିଅଛି ଓ ସେଇଥିପାଇଁ ମୁଁ ଅତ୍ୟନ୍ତ ଅନୁତପ୍ତ। ଆତ୍ମନିର୍ଭର ହୋଇ ଜୀବନ ପଥରେ ଗତି କରିବା ମୋର ଉଚିତ ଥିଲା। ବର୍ତ୍ତମାନ ମୁଁ ଯଦି ଜଗତରେ ଏପରି ସାହାଯ୍ୟ ଦେବାକୁ ଯାଏ, ତାହେଲେ ଅବୈଧ କାର୍ଯ୍ୟର ପ୍ରସାର କରି ଅନ୍ୟାନ୍ୟ ଅନେକ ଲୋକଙ୍କୁ ମୋହରି ପରି ପରନିର୍ଭର କରି ପକାଇବି ମାତ୍ର। ସ୍ୱାଧୀନ ଭାବରେ ଜୀବନଯାପନ କରିବା ପ୍ରତ୍ୟେକ ଲୋକର କର୍ତ୍ତବ୍ୟ। ତେଣୁ କାହାରିକୁ କିଛି ସାହାଯ୍ୟ ଦାନ କଲେ ତାଙ୍କ ସ୍ୱାବଲମ୍ବନଶୀଳତା ଉପରେ ବାଧା ପଡ଼ିବ। ଫଳ ହେବ କେତେଗୁଡ଼ିଏ ପରାଙ୍ଗପୁଷ୍ଟ ଜୀବନର ଗଠନ। ଏହି ଯୁକ୍ତିର ଆଶ୍ରୟ ନେଇ ସେ ନିଜର ସ୍ୱାର୍ଥ ସିଦ୍ଧିରେ ଲାଗିପାରେ ଏବଂ ନୈତିକ ଋଣର ପରିଶୋଧ ନିମିତ୍ତ କୌଣସି ଚେଷ୍ଟା ନ କରିପାରେ। କିନ୍ତୁ ତାହାର ମନେ ରଖିବା ଉଚିତ ଯେ ଭ୍ରମ ସ୍ୱୀକାର ଋଣ ପରିଶୋଧର ଅନ୍ତରାୟ ହୋଇ ନପାରେ। ଋଣ ଗ୍ରହଣ ତାହାର ଭୁଲ ହୋଇପାରେ, ତଥାପି ତାହାର ପରିଶୋଧ ଦାୟିତ୍ୱରୁ ସେ ମୁକ୍ତ ନୁହେଁ। ସେ ଯଦି ବୁଝିପାରିଅଛି ଯେ ସେ ଭ୍ରମରେ ପଡ଼ିଅଛି, ସେଥିପାଇଁ ସେ ଆଉ ସାହାଯ୍ୟ ନ କରିପାରେ, ତଥାପି ଯାହା ନେଇଅଛି ସେତକ ପରିଶୋଧ କରିବା ନାହିଁ ତାହାର କର୍ତ୍ତବ୍ୟ। ସେ ସାହାଯ୍ୟ ଆଶ୍ରୟ ନେଇ ବର୍ତ୍ତମାନ ଜୀବନର ସେ ଯେ ଅବସ୍ଥାରେ ଉପନୀତ ହୋଇଅଛି ଏବଂ ଯେଉଁ ଫଳ ଭୋଗ କରିବାକୁ ସମର୍ଥ ହୋଇଅଛି, ସେଥିପାଇଁ ସେ ଋଣୀ। ଯଦି କହେ ସେ ଅଜ୍ଞାନତାବଶତଃ ଅନ୍ୟାୟ ପନ୍ଥା ଧରିଥିଲା ଓ ଯଦି ତାହାର ପରିତ୍ୟଜ୍ୟ ବୋଲି ସ୍ଥିର କଲେ, ତାହେଲେ ତାହାକୁ କେବଳ ତାହାର ପନ୍ଥା ନୁହେଁ, ତଜ୍ଜନିତ ଫଳ ମଧ୍ୟ ପରିତ୍ୟାଗ କରିବାକୁ ହେବ। ସେ ଯେଉଁ ଉପାୟରେ ଏତେଦୂର ସାମର୍ଥ୍ୟ ଅର୍ଜନ କରିଅଛି, ତାହାର ଅନ୍ୟାୟ ଥିବାରୁ ଯଦି ତାହା ବର୍ଜନ କରିବାକୁ ପ୍ରସ୍ତୁତ, ତାହେଲେ ନ୍ୟାୟତଃ ସେହି ଉପାୟରେ ଅବଲମ୍ବନ ସାଧିତ ହାର ଶକ୍ତି ସାମର୍ଥ୍ୟର ଆଶ୍ରୟ ନେବା ଉଚିତ ନୁହେଁ। କାରଣ ଉପାୟ ଅନ୍ୟାୟ ହେଲେ ତତ୍ସାଧିତ ଫଳ ମଧ୍ୟ ଅନ୍ୟାୟ। ସୁତରାଂ ଅନ୍ୟାୟ ଉପରେ ଅର୍ଜିତ ଫଳ ଉପଭୋଗ କରି ସେ ଉପାୟକୁ ଅନ୍ୟାୟ ବୋଲି ଘୋଷଣା କରିବା ଦ୍ୱାରା ସେ ପ୍ରକୃତରେ ଅନ୍ୟାୟ ଉପଲବ୍ଧ କରେ ନାହିଁ ବୋଲି ସ୍ପଷ୍ଟ ପ୍ରମାଣିତ ହେବ। ତେଣୁ ସେ ଯଦି ତାହାର ଦୋଷ ସକାଶ ପ୍ରଭୃତି ପ୍ରାୟଶ୍ଚିତ୍ତ କରିବାକୁ ଇଚ୍ଛା କରୁଅଛି, ତାହେଲେ ତାହାକୁ ସ୍ୱତନ୍ତ୍ର ଅନ୍ୟ ପନ୍ଥା ଅବଲମ୍ବନ କରିବାକୁ ହେବ। ତାହାର ପାଇଥିବା ସାହାଯ୍ୟରୁ ଉପଲବ୍ଧ ସମସ୍ତ ପଦମର୍ଯ୍ୟାଦା ଓ ତତ୍ସନ୍ନିହିତ ସୁଖ ସ୍ୱାଚ୍ଛନ୍ଦ୍ୟ ଉପଭୋଗ ମଧ୍ୟ ପରିତ୍ୟାଗ କରି ଅନ୍ୟ ଏକ ସ୍ୱତନ୍ତ୍ର ଉପାୟରେ ଗତି କରିବାକୁ ହେବ। ତାହା ନ କରି ଯଦି ସେ ଅପର ସାହାଯ୍ୟରେ ପରିଚାଳିତ ନ ହେବାକୁ ଓ ସ୍ୱାଧୀନ ଭାବରେ ଗତି କରିବାକୁ ଉପଦେଶ ଦେଇ ଆପେ ପାଇଥିବା ସାହାଯ୍ୟ ଭିତ୍ତିରେ ପ୍ରତିଷ୍ଠିତ ଉନ୍ନତିର ସୁବିଧା ନିଏ, ତାହେଲେ ତାହାକୁ କ'ଣ କହିବାକୁ ହେବ? କେବଳ ନୈତିକ ପ୍ରତାରକ ଛଡ଼ା ଆଉ କିଛି ନୁହେଁ। ଅସ୍ୱୀକାର କରୁନାହୁଁ ସ୍ୱାବଲମ୍ବନ ଜୀବନ ଅବଶ୍ୟ ପ୍ରଶଂସାର୍ହ, ମାତ୍ର ନୈତିକ ଋଣର ଅସ୍ୱୀକାର ସ୍ୱାବଲମ୍ବନଶୀଳତା ନୁହେଁ, ପ୍ରତାରଣା। ପୁଣି ଅଶକ୍ତକୁ ଶକ୍ତ ଦାନ କରିବା ତାହାର ପରାଙ୍ଗପୁଷ୍ଟ କରିବା ନୁହେଁ। ଯଦି କେହି ଉଚ୍ଚ ଲକ୍ଷ୍ୟ ରଖି ଜୀବନକୁ ଏହି ଦିଗରେ ଗଠନ କରିବାକୁ ଇଚ୍ଛା କରେ ଓ ନିଜର ଅସହାୟ ଅବସ୍ଥାତକୁ ସମାଜସ୍ଥ ବ୍ୟକ୍ତିମାନଙ୍କ ସାହାଯ୍ୟ ଦରକାର କରେ, ତାହେଲେ ତାହାକୁ ସାହାଯ୍ୟ ଦେଇ ସେହି ଦିଗରେ ନେବା ଦ୍ୱାରା ତାହାର ଶକ୍ତି ବହୁ ପରିମାଣରେ ବିକଶିତ ହେବ ଓ ସେ ସମାଜରେ ଜଣେ ଉପକାରୀ ବ୍ୟକ୍ତିର ପରିଣତ ହୋଇ ବହୁତ ହିତକର କାର୍ଯ୍ୟ ସାଧନ କରିବ। ଯଦି ଅପରର ସାହାଯ୍ୟରେ ଏହିପରି ଉପକୃତ ହୋଇ ସେ କେବଳ ସ୍ୱାର୍ଥନିବଦ୍ଧ ହୋଇପଡ଼େ, ତାହେଲେ ତାହାକୁ ପରାଙ୍ଗପୁଷ୍ଟ ବୋଲି କହିବାକୁ ହେବ। ତେଣୁ ଯେଉଁମାନେ ପରର ସାହାଯ୍ୟରେ ଉପକୃତ ହୋଇ ପରେ କେବଳ ଆତ୍ମସୁଖ ସାଧନ ଉଦ୍ଦେଶ୍ୟରେ ଏହିପରି ଯୁକ୍ତି ଅବଲମ୍ବନ ପୃଥକ ସମାଜର ଅପର ବ୍ୟକ୍ତିମାନଙ୍କ ପ୍ରତି ଏକାବେଳେ ଉଦାସୀନ ଓ ନିର୍ମମ ହୋଇପଡ଼ନ୍ତି, ସେମାନଙ୍କର ସ୍ୱାଧୀନ ଜୀବନ ଗଢ଼ିବା ଦୂରେ ଥାଉ, ବରଂ ସେମାନେ ନିଜେ ନିଜେ ଗୋଟିଏ ଗୋଟିଏ ପରାଙ୍ଗପୁଷ୍ଟ ବ୍ୟକ୍ତି ବୋଲି ପରିଣତ ହୁଅନ୍ତି। ଏହାଛଡ଼ା କେହି କେହି କହିପାରନ୍ତି, ସାହାଯ୍ୟ ଦେଇ କେହି କାହାକୁ ବଡ଼ କରିପାରେ ନାହିଁ କି କେହି କାହାରିକୁ ସୁଖ ସ୍ୱାଚ୍ଛନ୍ଦ୍ୟରେ ରଖିପାରେ ନାହିଁ। ଏସବୁ ଭାଗ୍ୟର କଥା। ଭାଗ୍ୟରେ ନଥିଲେ ସହର୍ଷ ସାହାଯ୍ୟ ସହାନୁଭୂତି କୌଣସି ଲୋକର ତିଳମାତ୍ର ଉନ୍ନତି କରିପାରିବ ନାହିଁ। ସୁତରାଂ
ଯେଉଁମାନେ ସାହାଯ୍ୟ ଦେଇଥାନ୍ତି ସେମାନଙ୍କଠାରେ ସାହାଯ୍ୟପ୍ରାପ୍ତ ବ୍ୟକ୍ତି ଋଣୀ ନୁହେଁ। ଏହି ଯୁକ୍ତିର ଯଥାର୍ଥ ପରିଚୟ କରିବାକୁ ହେଲେ ଆମମାନଙ୍କୁ ଭାଗ୍ୟବାଦର ପୁଙ୍ଖାନୁପୁଙ୍ଖ ଆଲୋଚନା କରିବାକୁ ହେବ। ମାତ୍ର ଏହି କ୍ଷୁଦ୍ର ଓ ପ୍ରବନ୍ଧର ସେପରି ଆଲୋଚନାରେ ପ୍ରବୃତ୍ତ ନ ହୋଇ କେବଳ ଏତିକି ମାତ୍ର କହୁଅଛି ଯେ ଭାଗ୍ୟର ଆଶ୍ରୟ ନେଲେ ମଧ୍ୟ ଏହି ବ୍ୟକ୍ତିମାନେ ନୈତିକ ଋଣରୁ ମୁକ୍ତ ହୋଇପାରିବେ ନାହିଁ। ଜୀବନର ସମସ୍ତ କାର୍ଯ୍ୟକଳାପକୁ ଭାଗ୍ୟର ଅଧୀନ ବୋଲି ଧରିବାକୁ ଗଲେ ଭଲ ମନ୍ଦ ନ୍ୟାୟ ଅନ୍ୟାୟ କାହାରି ସ୍ଥାନ ରହିବ ନାହିଁ। ସାଧୁତା ଓ ଚର୍ଯ୍ୟ ଉଭୟେ ସମାନ ବୋଲି ବିବେଚିତ ହେବେ। କାରଣ ଭାଗ୍ୟବାଦ ମତେ କି ସାଧୁ କି ଅସାଧୁ କେହି ନିଜ ନିଜର କାର୍ଯ୍ୟ ସକାଶେ ଦାୟୀ ନୁହନ୍ତି। ସୁତରାଂ ସାଧୁ ପ୍ରଶଂସାର ପାତ୍ର ନୁହେଁ କି ଅସାଧୁ ନିନ୍ଦାର ପାତ୍ର ନୁହେଁ। ପ୍ରକୃତ ଭାଗବତୀ ସେଥିପାଇଁ ସଂସାରରେ କୌଣସି ବିଷୟରେ କିଛି ଆପତ୍ତି କରିବା ଉଚିତ ନୁହେଁ। ସୁତରାଂ ଯେତେବେଳେ ସମାଜ ତାହାଙ୍କୁ ଋଣୀ ବୋଲି କହିବାକୁ ଯାଏ ସେତେବେଳେ ସେ ଋଣୀ ନୁହନ୍ତି। ଏ କଥା କହିବା ସକାଶେ ତାହାଙ୍କର ଯେତେକ ସ୍ୱାଧୀନତା ଆବଶ୍ୟକ ସେତିକି ମଧ୍ୟ ଦେଖାଇବା ସମୀଚୀନ ନୁହେଁ। କାରଣ ଏହା କରିବା ଦ୍ୱାରା ସେ ନିଜେ ସ୍ୱତନ୍ତ୍ର ବୋଲି ନିଜକୁ ପରିଚିତ କରାଇବେ ମାତ୍ର। ପୁଣି ତାଙ୍କର ପାଇଥିବା ସାହାଯ୍ୟ ଅତୀତର କଥା ବୋଲି ସେ ବର୍ତ୍ତମାନ କହିପାରନ୍ତି ଯେ ସେହି ସାହାଯ୍ୟ ନେବା ତାଙ୍କ ଭାଗ୍ୟରେ ଥିଲା। ମାତ୍ର ଭବିଷ୍ୟତରେ ତାଙ୍କ ଭାଗ୍ୟରେ କ'ଣ ଅଛି ସେ କହିପାରିବେ ନାହିଁ। କାରଣ ତାଙ୍କର ଭାଗ୍ୟରେ ଥାଇପାରେ ଯେ ସେ ଦିନେ ସମାଜରୁ ପାଇଥିବା ତାଙ୍କର ସାହାଯ୍ୟ ସକାଶେ ନିଜକୁ ଋଣୀ ବୋଲି ମନେକରି ସେ ଋଣ ପରିଶୋଧ କରିବାକୁ ଚେଷ୍ଟା କରିପାରନ୍ତି ଓ ସେଇଥିପାଇଁ ଅପରକୁ ସାହାଯ୍ୟ ଦେବାକୁ ଚାହିଁପାରନ୍ତି। ଏ ପର୍ଯ୍ୟନ୍ତ ପ୍ରକୃତ ଭାଗ୍ୟବାଦୀଙ୍କର କଥା କୁହାଗଲା। ମାତ୍ର ଏପରି ଅନେକ ଲୋକ ଥାଇପାରନ୍ତି ଯେଉଁମାନେ କି ସ୍ୱାର୍ଥକୁ ବଜାୟ ରଖିବା ଉଦ୍ଦେଶ୍ୟରେ ଅପରକୁ ସାହାଯ୍ୟ କରିବାକୁ କୁଣ୍ଠିତ ହୋଇ ଭାଗ୍ୟ ଦେବତାଙ୍କ ବାନା ତଳେ ଆଶ୍ରୟ ନେଇଥାନ୍ତି ଓ ଦରକାର ହେଲେ ସେ ସ୍ୱାର୍ଥ ସିଦ୍ଧି ସକାଶେ ଅନ୍ୟ ସମୟରେ ଭାଗ୍ୟକୁ ପଦଦଳିତ କରି ନିଜର ପୁରୁଷକାର ଦେଖାଇବାକୁ ତିଳେ ମାତ୍ରାରେ କୁଣ୍ଠିତ ହୁଅନ୍ତି ନାହିଁ। ଏ ଶ୍ରେଣୀର ଲୋକମାନଙ୍କୁ ଏତିକି ମାତ୍ର କହିଲେ ଯଥେଷ୍ଟ ହେବ ଯେ କେବଳ ଋଣରୁ ନିଷ୍କୃତି ଲଭିବା ସକାଶେ ଭାଗ୍ୟର ଆଶ୍ରୟ ନେଇ ପରେ ଅନ୍ୟ ସ୍ୱାର୍ଥ ଚରିତାର୍ଥ କରିବା ନିମନ୍ତେ ସେ ଭାଗ୍ୟର ବିରୁଦ୍ଧରେ ଯିବା ବିଡ଼ମ୍ବନା ମାତ୍ର। ଆଉ କେତେକ ସମାଜରୁ ସାହାଯ୍ୟ ପାଇ ଉନ୍ନତି କ୍ରଡ଼ରେ ଆଶ୍ରୟ ନେଲାବେଳେ ଯଦି କେହି ସେମାନଙ୍କ ଦ୍ୱାରସ୍ଥ ହୁଏ ତାହେଲେ ସେମାନେ ସ୍ୱାର୍ଥକୁ ଅକ୍ଷୁଣ୍ଣ ରଖିବା ସକାଶେ କହିପାରନ୍ତି ମନୁଷ୍ୟ ନିଜେ ନିଃସହାୟ ଅବସ୍ଥାରେ ଥିଲାବେଳେ କେତେକ ଲୋକଙ୍କ ପାଖରେ ସାହାଯ୍ୟ ସକାଶେ ଗୋଡ଼ ଭାଙ୍ଗି ଠିଆ ହୋଇଅଛି। ପଇସାଟିଏ ପାଇବା ସକାଶେ ଯେତେ କଷ୍ଟଭୋଗ କରିବାକୁ ହୋଇଅଛି ତାହା ବାକ୍ୟରେ ପ୍ରକାଶ କରିହେବ ନାହିଁ। ସୁତରାଂ ସେହି ପଇସାକୁ ବର୍ତ୍ତମାନ ବିତରଣ କରିବା ଉଚିତ ନୁହେଁ। ମାତ୍ର ଏଠାରେ ସେମାନଙ୍କର ଭାବିବା ଉଚିତ ଯେ ସେମାନଙ୍କର ଅର୍ଜିତ ଧନ ସମସ୍ତ ନିଜର ନୁହେଁ। ଯେଉଁ ପଇସାଟି ସକାଶେ ସେମାନେ କଷ୍ଟଭୋଗ କରିଅଛନ୍ତି ତାହା ତାଙ୍କ ପରି ଅନ୍ୟାନ୍ୟ ଅନେକ ଲୋକ ନ ପାଇ ଅତି କଷ୍ଟରେ ଅଛନ୍ତି। ସେମାନେ ଯେଉଁ କଷ୍ଟଭୋଗ କରି ପଇସାଟିଏ ପାଇଥିଲେ ଯଦି ସେ ପଇସାଟି ସେତେବେଳେ ମିଳିନଥାନ୍ତା ତାହେଲେ ସେମାନଙ୍କର ଯେ କି ଅନିଷ୍ଟ ହୋଇଥାନ୍ତା ତାହା ସେମାନଙ୍କର ଭାବିବା ଉଚିତ। ପଇସାଟିଏ ପାଇଲା ବେଳେ ସେମାନଙ୍କର କଷ୍ଟ ହୋଇଥିଲେ ସୁଦ୍ଧା ସେମାନଙ୍କର ପ୍ରକୃତି ବିକୃଷ୍ଟ ଲଘବ ହୋଇଥାନ୍ତା ନିଶ୍ଚିନ୍ତ। ତା ନ ହୋଇଥିଲେ ସେମାନେ ସେ ପଇସାଟି ପାଇଁ ସେତକ କଷ୍ଟଭୋଗ କରିନଥାନ୍ତେ। ସେହିପରି ଯେଉଁମାନେ ପଇସାଟିଏ ପାଇଁ ତାଙ୍କ ନିକଟରେ ଦଣ୍ଡାୟମାନ ସେହି ପଇସାଟି ପାଇବା ଦ୍ୱାରା ସେମାନଙ୍କର କଷ୍ଟର ସେହିପରି ଲାଘବ ହେବ। ତେଣୁ ସେମାନଙ୍କର ସେ ଦିଗରେ ଉଦାସୀନ ନ ହୋଇ ସ୍ନେହ ଓ ସହାନୁଭୂତି ସହିତ ଶକ୍ତି ମତେ ଉପଯୁକ୍ତ ସାହାଯ୍ୟ କରି ନୈତିକ ଋଣରୁ ମୁକ୍ତ ହେବା ବିଧେୟ। ଉପରେ ନୈତିକ ଋଣର ପରିଶୋଧ ବିରୋଧରେ ଯଥାସମ୍ଭବ କେତେକ ଯୁକ୍ତିର ବିଚାର କରାଗଲା। ପରିଶେଷରେ ବକ୍ତବ୍ୟ ଏହିକି ନୈତିକ ଋଣର ପରିଶୋଧ ଗୋଟିଏ ଗୁରୁତର ବ୍ୟାପାର। ଏହାକୁ ସାମାନ୍ୟ ମନେକରି ଜୀବନରେ କେବଳ ଆତ୍ମ ସୁଖ ସାଧନରେ ଅଗ୍ରସର ହେବା ଉଚିତ ନୁହେଁ। ମନେ ରଖିବା ଉଚିତ ମାନବ ସମାଜ ଗୋଟିଏ ନିତ୍ୟ ବିନିମୟ କ୍ଷେତ୍ର। ଏହି ବିନିମୟ କ୍ଷେତ୍ରରେ ଉପକାର ପରିବର୍ତ୍ତରେ ଉପକାର ଲାଗି ରହିଅଛି। ସମାଜସ୍ଥ ବ୍ୟକ୍ତିମାନେ ପରସ୍ପର ଉପରେ ନିର୍ଭର କରି ଚାଲିଥିବାରୁ ଏହି ସମାଜ ଗୋଟିଏ ଆନନ୍ଦର କ୍ଷେତ୍ର ହୋଇଅଛି। ନଚେତ୍ ଏହା କେବଳ ସ୍ୱାର୍ଥନ୍ଧ ବ୍ୟକ୍ତିମାନଙ୍କ ଅନ୍ୟୋନ୍ୟ ବିରୋଧରେ ଧ୍ୱଂସ ବିଧ୍ୱସ୍ତ ହୋଇ ଧରାପୃଷ୍ଠରୁ ଏକାବେଳେ ଅଦୃଶ୍ୟ ହୋଇଯାଆନ୍ତି। ସୁତରାଂ ଯେଉଁମାନେ ସମାଜରୁ ସାହାଯ୍ୟ ଗ୍ରହଣ କରି ନିଜ ନିଜର ଉନ୍ନତି ସାଧନ କରନ୍ତି ସେମାନଙ୍କୁ ଧୀରଚିତ୍ତ ସୁରବୁଦ୍ଧିରେ ନିଜ ନିଜର କର୍ତ୍ତବ୍ୟ ଅବଧାରଣ କରିବାକୁ ହେବ। ଯେଉଁ ନୈତିକ ଭିତ୍ତିରେ ସେମାନଙ୍କର ବିକାଶ ପ୍ରତିଷ୍ଠିତ ହୋଇଅଛି ଯାହାର ଯେପରି ଅନ୍ୟାନ୍ୟ ଅନେକ ଜୀବନର ମୂଳ ଦେଶର ବିଦ୍ୟମାନ ରହେ ସେଥିପ୍ରତି ଚେଷ୍ଟା କରିବା ଏକାନ୍ତ କର୍ତ୍ତବ୍ୟ। ଯେଉଁ ଜାତି ଏହା ଯେତେ ହୃଦୟଙ୍ଗମ କରିପାରିଛି ତାହାର ଉନ୍ନତି ସେତେଦୂର ଅଗ୍ରସର
ହୋଇଅଛି। ପ୍ରତ୍ୟେକ ସମାଜର ଉତ୍ଥାନ ସମୟରେ ଏହି ଅନନ୍ୟ ସହାନୁଭୂତି ରୂପ ମହାମନ୍ତ୍ର ପ୍ରତ୍ୟେକ ଜୀବନକୁ ଅଭିମନ୍ତ୍ରିତ କରିବା ଉଚିତ। ବାସ୍ତବିକ ଯେଉଁମାନେ ସମ୍ପଦ ସମୟରେ ପ୍ରାଥମିକ ନିଃସହାୟ ଅବସ୍ଥାରେ ନୈରାଶ୍ୟକୁ ଭୁଲି କେବଳ ସଂକୀର୍ଣ୍ଣ ସ୍ୱାର୍ଥରେ ଜଡ଼ିତ ହୋଇ ପଡ଼ନ୍ତି, ସେମାନେ ସମାଜର କିଛିମାତ୍ର ଉନ୍ନତି କରନ୍ତି ନାହିଁ। ଆଦାନ ପ୍ରଦାନ ସମାଜର ଅସ୍ଥିମଜ୍ଜା କହିଲେ ଚଳେ। ତେଣୁ ନୈତିକ ଋଣର ପରିଶୋଧ ଜୀବନର ଗୋଟିଏ କର୍ତ୍ତବ୍ୟ ବୋଲି ପ୍ରତ୍ୟେକଙ୍କର ମନେ ରଖିବା ଉଚିତ। ସମୟ ସମୟରେ ବ୍ୟକ୍ତିବିଶେଷର ଗୋଟିଏ ଗୋଟିଏ ଉତ୍ସାହବାଣୀ ନିଃସହାୟ ଜୀବନକୁ ଯେଉଁ ଅମୃତ ଦାନ କରିଥାଏ, ତାହା ଭାବିଲେ କାହାର ହୃଦୟ ସେହି ସହାନୁଭୂତିରେ ବିଚଳିତ ନ ହେବ? କାହାର ହୃଦୟ ସ୍ୱାର୍ଥସିଦ୍ଧିରେ ଆତ୍ମପ୍ରସାଦ ଲାଭ କରିବ? ଏଇଠି ଶେଷ ହେଲା ରତ୍ନାକର ପତିଙ୍କର ପ୍ରବନ୍ଧ ନୈତିକ ଋଣ। ରହିଲି, ନମସ୍କାର।